ସମସ୍ତଙ୍କର ମନେ ଆନନ୍ଦ ହୋଇଛି। ବର୍ତ୍ତମାନ କନ୍ୟାଟିର ନାମକରଣ କରାଯିବ। କିଏ ଅଛେ କନ୍ୟାଟିକୁ ନେଇକି ଆସିଲା। କନ୍ୟାକୁ ନେଇକି ଦେଖନ୍ତୁ, ତାପରେ ମେଷ ବୃଷ କର୍କଟ ମୀନ ସବୁ କହିବ। ମାନେ ଜନ୍ମା ଏଭଳି ଭଳି ଏଇଠି ଆପଣଙ୍କ କନ୍ୟାଟି ଅତି ସୁନ୍ଦର ହେଇଥିବାରୁ, ତାର ଦେହଟି ବହୁତ ସୌନ୍ଦର୍ଯ୍ୟମୟ ହେଇଥିବାରୁ, ମୁଖଟା ସୁନ୍ଦର ହେଇଥିବାରୁ ମୁଁ ତାର ନାମଟି ଦଉଛି ରତ୍ନ। ଓହୋ, ମୁଖଟା ହଉଛି ରତ୍ନାବତୀ। ତେଣୁ ମୋ ନାଁଟି ହେଲା ରତ୍ନାବତୀ। ମୋର ଆନନ୍ଦ ଲାଗିଲା। ରତ୍ନାବତୀ କନ୍ୟାଟିର ନାମ। ହେଲେ ମାମା କନ୍ୟା ଟିକେ ଭବିଷ୍ୟତ ବିଷୟରେ କହୁ। ତଳ ଅଛି କି ନାକ ଅଛି? ସବୁ ଠିକ୍ ଠାକ୍ ଥାଏ। କଣ ହେଇଛି? ଗୋଟେ ଅସୁବିଧା ହେଇଛି। କଣ ଅସୁବିଧା ହେଇଛି? କନ୍ୟା ଯେତେବେଳେ ଗଣ୍ଡ ଦୋଷ ଅଛି, ସେ ଗଣ୍ଡ ଦୋଷଟା ମୁଁ କହୁଛି। ତେଣୁ ଆଜ୍ଞା ସେଇ ସମୟରେ ଗଣକ ମହୋଦୟ କହିଲେ, ନା ତୁମ କନ୍ୟାର ଭାଗ୍ୟରେ ଗଣ୍ଡ ଦୋଷ ଥିବାରୁ ତୁମ କନ୍ୟା ଉପଯୁକ୍ତ ବୟସରେ ପଦାର୍ପଣ କରିବ, ସୁନ୍ଦର ବରପାତ୍ରଟିଏ ଯୋଗାଡ଼ କରି ଆପଣ ବିବାହ ଦେବେ। ବରପାତ୍ର ସହିତ ତୁମ କନ୍ୟା ଯେତେବେଳେ ହଟଗଡ଼ି ସମାପନ ହେବ, ତୁମ କନ୍ୟା ହେବ ବିବାହ ବିଧବା। ମହାରାଜ, ଆପଣ ହେଲେ ମୋର ଅନ୍ନଦାତା, ଆପଣ ହେଲେ ରାଜ୍ୟର ରାଜା।